ভেনেজুয়েলা উপরে আমেরিকা বড় ধরনের আক্রমণ করেছি। এমিতি কি ভেনেজুয়েলার রাষ্ট্রপতি নিকোলাস মাদুরোস এবং ତାଙ୍କ ପତ୍ନୀଙ୍କୁ ବନ୍ଧକ ରଖିଛି ଆମେରିକୀୟ ସେନା। ଏହାକୁ ନେଇ ଲଗାତାର ଭାବରେ ଜାତୀୟ ଏବଂ ଆନ୍ତର୍ଜାତୀୟ ଗଣମାଧ୍ୟମ ଗୁଡ଼ିକରେ ଖବର ସାମ୍ନାକୁ ଆସୁଛି। କିନ୍ତୁ ଏଭଳି ଆକ୍ରମଣ ପଛର କାରଣ କଣ? କାହିଁକି ଏଭଳି ବଡ ଧରଣର ଏୟାର ଷ୍ଟ୍ରାଇକ୍ ଭେନେଜୁଏଲା ଉପରେ କରିଛି ଆମେରିକା? ତାକୁ ବୁଝିବାକୁ ହେଲେ ଆମେରିକା ଏବଂ ଭେନେଜୁଏଲାର ସମ୍ପର୍କ, ଭେନେଜୁଏଲା ଓ ଆମେରିକା ଭିତରେ ଥିବା କୂଟନୈତିକ ସ୍ଥିତି ଓ ବିବାଦକୁ ମଧ୍ୟ ଜାଣିବାକୁ ପଡିବ। ନମସ୍କାର, ନ୍ୟୁଜ୍ ରୁମର ଏହି ଏପିସୋଡକୁ ସ୍ୱାଗତ କରୁଛି ମୁଁ ଅଭିନ୍ନ ଆଶୁତୋଷ। ଭେନେଜୁଏଲା ଏବଂ ଆମେରିକା ମଧ୍ୟରେ ଯେଉଁ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଭେନେଜୁଏଲାର ଏକାଧିକ ସହର ଉପରେ ଯେଉଁଭଳି ଢଙ୍ଗରେ ଆମେରିକୀୟ ସେନା ଏୟାର ଷ୍ଟ୍ରାଇକ୍ କରିଛନ୍ତି ତାର ପୃଷ୍ଠଭୂମିରେ ରହିଛି ଦୁଇ ଦେଶ ଭିତରେ ଥିବା ବିବାଦ। ଏବଂ ଏହି ବିବାଦର ମୂଳ କାରଣ କଣ ଜାଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଆମେ ସମସ୍ତେ ଜାଣିଛୁ ଭାରତ ଏବଂ ପାକିସ୍ତାନ ଭିତରେ ତିକ୍ତତା ରହିଛି। ଆତଙ୍କବାଦକୁ ନେଇ ଭାରତ ଓ ଚୀନ ଭିତରେ ମଧ୍ୟ ବିଭିନ୍ନ ସମୟରେ ତିକ୍ତ ପରିସ୍ଥିତି ସୃଷ୍ଟି ହୋଇଛି ସୀମା ବିବାଦକୁ ନେଇ। ଠିକ୍ ସେମିତି ଆମେରିକା ଏବଂ ଭେନେଜୁଏଲା ଭିତରେ ଡ୍ରଗ୍ସ କାରବାରକୁ ନେଇ ଏହି ମୂଳ ବିବାଦ। ଅର୍ଥାତ୍ ଆଜିର ଆକ୍ରମଣ ପଛରେ ରହିଛି ଭେନେଜୁଏଲାର ଡ୍ରଗ୍ସ କାରବାର, ଯାହା ଆମେରିକୀୟମାନଙ୍କୁ ପ୍ରଭାବିତ କରୁଛି, ଯାହାକୁ ନେଇ ବର୍ତ୍ତମାନ ସମୟରେ ଚରମ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ ପ୍ରଶାସନ ଏବଂ ଭେନେଜୁଏଲା ଉପରେ ଲଗାତାର ଭାବରେ 7ଟି ଏୟାର ଷ୍ଟ୍ରାଇକ୍ କରାଯାଇଛି। ଭେନେଜୁଏଲା ଏମିତି ଏକ ଦେଶ ଯେଉଁଠି 2013 ମସିହାରୁ କ୍ଷମତାରେ ଅଛନ୍ତି ରାଷ୍ଟ୍ରପତି ନିକୋଲାସ୍ ମାଦୁରୋସ୍। 2013 ପରେ 2018 ନିର୍ବାଚନ ମଧ୍ୟ ସେ ଜିତିଥିଲେ। 2024 ନିର୍ବାଚନରେ ବାଜିମାତ କରି ପୁଣି ଥରେ ଦେଶର ରାଷ୍ଟ୍ରପତି ମଧ୍ୟ ହେଲେ। କିନ୍ତୁ 2024 ନିର୍ବାଚନକୁ ଭେନେଜୁଏଲାରେ ଯେଉଁଭଳି ଢଙ୍ଗରେ ପରିଚାଳିତ କରାଗଲା ଏବଂ ନିକୋଲାସ୍ ମାଦୁରୋସ୍ଙ୍କର ଯେଉଁ ଆଭିମୁଖ୍ୟ ରହିଲା ତାକୁ ନେଇ କେବଳ ଭେନେଜୁଏଲାର ବିରୋଧୀ ଦଳ ନୁହନ୍ତି ବରଂ ଆନ୍ତର୍ଜାତୀୟ ସମୁଦାୟ ମଧ୍ୟ ସମାଲୋଚନା କଲେ। ଏକପକ୍ଷୀୟ ଭାବରେ ବା ଗଣତନ୍ତ୍ରକୁ ମାରିଦେଇ ନିକୋଲାସ୍ ମାଦୁରୋସ୍ କ୍ଷମତା ଦଖଲ କରିଥିବାର ଅଭିଯୋଗ ସାମ୍ନାକୁ ଆସିଲା। ଏହାରି ଭିତରେ ଯେଉଁ ବିବାଦ ମୂଳରେ ରହିଥିଲା ଡ୍ରଗ୍ସ କାରବାରକୁ ନେଇ ସେହି ବିବାଦ ମଧ୍ୟ ଆହୁରି ତିକ୍ତ ହେବାକୁ ପଡୁଥିଲା ଏବଂ ଆମେରିକା ଭେନେଜୁଏଲାକୁ ଲଗାତାର ଭାବରେ ଧମକ ଦେଇ ଆସୁଥିଲା ଏବଂ ରାଷ୍ଟ୍ରପତି ନିକୋଲାସ୍ ମାଦୁରୋସ୍ଙ୍କୁ ମଧ୍ୟ କ୍ଷମତାରୁ ହଟେଇବା ପାଇଁ ଆମେରିକା ବୟାନ ରଖି ଆସିଥିଲା। କାହିଁକି ନା ଆମେରିକାର ଅଭିଯୋଗ ହେଉଛି ନିକୋଲାସ୍ ମାଦୁରୋସ୍ ଏବଂ ତାଙ୍କର ସରକାର ଓ ପ୍ରଶାସନ ମିଳିତ ଭାବରେ ଡ୍ରଗ୍ସ କାରବାରକୁ ପ୍ରୋତ୍ସାହନ ଦେଉଛନ୍ତି। ଭେନେଜୁଏଲା ଏଭଳି ଏକ ରାଷ୍ଟ୍ର ଯେଉଁଠି ଅନେକ ଗରିବ ଅଞ୍ଚଳ ରହିଛି ଏବଂ ସେଠାରେ ମୁଖ୍ୟତଃ ଲୋକେ କୋକିନ୍ ଭଳି ଡ୍ରଗ୍ସର ଉତ୍ପାଦନ କରିଥାନ୍ତି। ବର୍ଷକୁ ଏହି ଦେଶରେ 200 ରୁ 250 ଟନ୍ ପର୍ଯ୍ୟନ୍ତ ଡ୍ରଗ୍ସ କାରବାର ହୋଇଥାଏ। କିନ୍ତୁ ଭେନେଜୁଏଲାର ଏହି ଡ୍ରଗ୍ସ କାରବାର କେବଳ ଭେନେଜୁଏଲା ଭିତରେ ହୁଏ ନାହିଁ ବରଂ ୟୁରୋପ, ଆଫ୍ରିକା ଓ ଆମେରିକାକୁ ମଧ୍ୟ ହୋଇଥାଏ। ଏମିତିକି ସର୍ବାଧିକ ଡ୍ରଗ୍ସର ସ୍ମଗଲିଂ ୟୁରୋପକୁ ହେଉଥିବାର ମଧ୍ୟ ରିପୋର୍ଟ ରହିଛି। କିନ୍ତୁ ଆମେରିକା ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେଉଛି। ବିଶେଷତଃ କାରେବିଆନ୍ ସି ଏବଂ କାରେବିଆନ୍ ରୁଟ୍ ଓ ଆକାଶ ପଥ ଦେଇ ଭେନେଜୁଏଲାରୁ ଡ୍ରଗ୍ସ ଆମେରିକାରେ ପହଞ୍ଚିଥାଏ। ଅନେକ ଅପରାଧିକ ପ୍ରବୃତ୍ତି ସମ୍ପନ୍ନ ଅପରାଧୀମାନେ ଏହି ଡ୍ରଗ୍ସକୁ ନେଇ ଆମେରିକା ପହଞ୍ଚାଇଥାନ୍ତି ଏବଂ ଆମେରିକାରେ ଧୀରେ ଧୀରେ ସେମାନେ ସ୍ଥାୟୀ ନିବାସୀ ହେବା ମଧ୍ୟ ଆରମ୍ଭ କରୁଥିବାର ଅଭିଯୋଗ ଆମେରିକା କରି ଆସୁଥିଲା। ଏହାକୁ ନେଇ ଟ୍ରମ୍ପ ପ୍ରଶାସନ ଶେଷରେ ଚରମ ନିଷ୍ପତ୍ତି ନେଇ ଭେନେଜୁଏଲା ଉପରେ ଏଭଳି ଆକ୍ରମଣ କରିଛନ୍ତି। ଭେନେଜୁଏଲାର ରାଜଧାନୀ ଉପରେ ଏଭଳି ଏକ ଆକ୍ରମଣ ହୋଇଥିଲା ଯେତେବେଳେ କି ଏକ ଧୂମ ମଣ୍ଡଳ ସୃଷ୍ଟି ହୋଇଥିଲା। ଆପଣମାନେ ପରମାଣୁ ବୋମା ଆକ୍ରମଣର ଫଟୋ ଏବଂ ଭିଜୁଆଲ ବିଭିନ୍ନ ସମୟରେ ସୋସିଆଲ ମିଡିଆ ସାଇଟ୍ ଏବଂ ଇଣ୍ଟରନେଟରେ ଦେଖିଥିବେ। ଠିକ୍ ସେମିତି ଏକ ଧୂଆଁର ମଣ୍ଡଳ ଭେନେଜୁଏଲାର ରାଜଧାନୀ କାରକାସ ଉପରେ ସୃଷ୍ଟି ହୋଇଛି ଯେତେବେଳେ ଆମେରିକା ଏହି ଆକ୍ରମଣ କରିଛି। ଏହା ସହିତ ଆହୁରି କିଛି ସହର ମୁଖ୍ୟତଃ ମିରାଣ୍ଡା, ଆରୁଗୁଆ ଏବଂ ଲାଗୁଏରା ଏ ସହର ସବୁ ଉପରେ ମଧ୍ୟ ଆମେରିକା ଏୟାର ଷ୍ଟ୍ରାଇକ୍ କରିଛି। ନିକୋଲାସ୍ ମାଦୁରୋସ୍ ଯିଏକି ବର୍ତ୍ତମାନ ସମୟରେ ଭେନେଜୁଏଲାର ରାଷ୍ଟ୍ରପତି ଅଛନ୍ତି, ତାଙ୍କ ସହ ଜଡ଼ିତ ଥିବା ବଡ଼ ବଡ଼ ଅନୁଷ୍ଠାନ ଏବଂ ସାମରିକ ଘାଟି ଗୁଡ଼ିକୁ ମଧ୍ୟ ଧ୍ୱଂସ ସ୍ତୂପରେ ପରିଣତ କରିଛି ଆମେରିକୀୟ ସେନା। ଏଥିପାଇଁ ଏକ ଗୁପ୍ତ ଅପରେସନ ହୋଇଥିଲା ଏବଂ ଏହି ଅପରେସନ ପଛରେ ଡ୍ରଗ୍ସ କାରବାରକୁ ଦାୟୀ କରାଯାଉଛି।
এই ড্রগস কারবার বা ନିର୍ଦ୍ଦିଷ୍ଟ ଭାବରେ ନିକୋଟିନ୍ ଏବଂ କୋକିନ୍ ଯାହା ଭେନେଜୁଏଲାରେ ଉତ୍ପାଦିତ ହେଉଥିଲା ତାହା ଆମେରିକାକୁ ସପ୍ଲାଏ ହେଉଥିଲା ଏବଂ ଅପରାଧୀ ମାନେ ଏହି ଡ୍ରଗ୍ସ ନେଇ ଏୟାର ମାଧ୍ୟମରେ ବା ଆକାଶ ପଥ ମାଧ୍ୟମରେ ଏବଂ ଜଳପଥ ମାଧ୍ୟମରେ ଆମେରିକୀୟ ଦେଶ ଗୁଡ଼ିକରେ ପହଞ୍ଚୁଥିଲେ। ସେଠାରେ ସେମାନେ ଡ୍ରଗ୍ସ କାରବାର କରିବା ସହିତ ଲାଭବାନ ହେଉଥିଲେ। ଏହା ସହିତ ଧୀରେ ଧୀରେ ସେହି ଅପରାଧୀ ମାନେ ସେଠାରେ ନିଜର ଅଡ୍ଡା ଜମେଇ ବସୁଥିଲେ, ଯାହାକୁ ଅସହ୍ୟ କରିଛି ଟ୍ରମ୍ପ ପ୍ରଶାସନ। ପୂର୍ବରୁ ମଧ୍ୟ ଲଗାତାର ଭାବରେ ଏବେ ଟ୍ରମ୍ପ ପ୍ରଶାସନ ଚେତାବନୀ ଦେଇ ଆସୁଥିଲା, କିନ୍ତୁ ଯେତେବେଳେ ଭେନେଜୁଏଲାର ରାଷ୍ଟ୍ରପତି ଏ ଦିଗରେ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ, ସେତେବେଳେ ଆମେରିକା ଏଭଳି ଏକ ଆକ୍ରମଣ କରିଥିବା ଦାବି କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ନିକୋଲସ୍ ମାଦୁରୋସ୍ ବା ଭେନେଜୁଏଲାର ରାଷ୍ଟ୍ରପତି ସିଧାସଳଖ ଭାବରେ ଦୁର୍ନୀତି ଏବଂ ଡ୍ରଗ୍ସ କାରବାର ସହିତ ସମ୍ପୃକ୍ତ। 2013 ମସିହା ପୂର୍ବରୁ ଭେନେଜୁଏଲାରେ ଏଭଳି ସ୍ଥିତି ନଥିଲା ଯାହା ବର୍ତ୍ତମାନ ଦେଖିବାକୁ ମିଳୁଛି। ଡ୍ରଗ୍ସ ଆତଙ୍କୀ ମାନେ ଲଗାତାର ଭାବରେ ଭେନେଜୁଏଲା ଏବଂ ଭେନେଜୁଏଲା ସମେତ ଭେନେଜୁଏଲାକୁ ଲାଗି ରହିଥିବା ବଡ଼ ବଡ଼ ଦେଶ ଗୁଡ଼ିକୁ ନିଜର ସୀମା ମଧ୍ୟକୁ ଆଣୁଛନ୍ତି ଏବଂ ନିଜ ବଳୟ ଭିତରେ ରଖି ସେମାନେ ଡ୍ରଗ୍ସ କାରବାର ବୃଦ୍ଧି କରୁଛନ୍ତି। ଡ୍ରଗ୍ସ କାରବାରରୁ ବର୍ଷକୁ ପାଖାପାଖି 1 ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି ଆମେରିକା ଏବଂ ଆଖପାଖ ଦେଶରେ। ଏ ରିପୋର୍ଟ ବର୍ତ୍ତମାନ ସମୟରେ ସାମ୍ନାକୁ ଆସୁଛି, ଯାହାକୁ ନେଇ ଟ୍ରମ୍ପ ପ୍ରଶାସନ ଚିହିଁକି ଉଠି ଭେନେଜୁଏଲା ଉପରେ ଏଭଳି ଆକ୍ରମଣ କରିଛି। ଭେନେଜୁଏଲାରେ 7ଟି ଏୟାର ଷ୍ଟ୍ରାଇକ୍ କରିବା ସହିତ ପାଖାପାଖି 4-5ଟି ସହରରେ ଧ୍ୱଂସର ସ୍ତୂପ ଛିଡ଼ା କରିଛି ଆମେରିକା। ବର୍ତ୍ତମାନ ମଧ୍ୟ ଏଭଳି ଯୁଦ୍ଧ ପରିସ୍ଥିତି ଲଗାତାର ଲାଗି ରହିଛି। ଏହାର ଭିତରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ୍ ମାଦୁରୋସ୍, ଯାହାଙ୍କ ବିରୋଧରେ ଏକ ଛତ୍ରବାଦର ମଧ୍ୟ ଅଭିଯୋଗ ସାମ୍ନାକୁ ଆସେ, ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରିସାରିଛି ଆମେରିକୀୟ ସେନା। ପ୍ରଥମେ ସେମାନଙ୍କୁ ଏକ ଗୁପ୍ତ ସ୍ଥାନକୁ ନିଆଯାଉଥିବା କୁହାଯାଉଥିଲା, କିନ୍ତୁ ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ ଆମେରିକୀୟ ସେନା ଭେନେଜୁଏଲାର ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ତଥା ପୁରା ପରିବାରକୁ ଏକ ଯୁଦ୍ଧ ଜାହାଜରେ ରଖିଛନ୍ତି। ଆମେରିକା ପୁରା ଅକ୍ତିଆର କରିସାରିଛି ଭେନେଜୁଏଲାକୁ ଏବଂ ଭେନେଜୁଏଲାରେ ଯେଉଁ ସବୁ ଅଞ୍ଚଳରେ ଡ୍ରଗ୍ସ, କୋକିନ୍, ନିକୋଟିନ୍ ଏସବୁର ଉତ୍ପାଦନ ହେଉଥିଲା, ସେଠାରେ ବର୍ତ୍ତମାନ ଆମେରିକୀୟ ସେନା ପଶିବା ଆରମ୍ଭ କରିଛନ୍ତି। ସେହି ସବୁ ଡ୍ରଗ୍ସର ପ୍ରଡକ୍ସନ କେନ୍ଦ୍ର ଗୁଡ଼ିକୁ ସେମାନେ ଟାର୍ଗେଟ କରୁଛନ୍ତି, ସେଗୁଡ଼ିକୁ ଧ୍ୱଂସ କରୁଛନ୍ତି। ଏହା ସହିତ ଆନ୍ତର୍ଜାତୀୟ ସ୍ତରରେ ଆମେରିକା ଗୋଟିଏ ବାର୍ତ୍ତା ଦେବାକୁ ଚାହୁଁଛି ଯେ ସେମାନେ ଡ୍ରଗ୍ସ ଟେରୋରିଜିମ ଉପରେ ଶୂନ୍ୟ ସହନଶୀଳତା ବା ଜିରୋ ଟଲରେନ୍ସ ରଖନ୍ତି। କିନ୍ତୁ ଏହି ଡ୍ରଗ୍ସ କାରବାର କାହିଁକି ଭେନେଜୁଏଲାରେ ହୁଏ? ଭେନେଜୁଏଲାର ଅର୍ଥନୀତିକୁ ଯଦି ଆମେ ଦେଖିବା, ଗୋଟିଏ ପଟେ ରହିଛି ସମ୍ଭ୍ରାନ୍ତ ଚିନ୍ତାଧାରା ବା ସମ୍ଭ୍ରାନ୍ତ ଅର୍ଥନୀତି, ଯେଉଁଠି ଅନେକ ମାତ୍ରାରେ ଧନୀ ବ୍ୟକ୍ତି ରହିଛନ୍ତି, କିନ୍ତୁ ଏହି ସଂଖ୍ୟା ବେଶ କମ୍। ଅପରପକ୍ଷରେ ଭେନେଜୁଏଲାର ଏଭଳି ଗାଁ ଅଞ୍ଚଳ ରହିଛି ଏବଂ ଆଖପାଖ ପେରିଫେରି ଅଞ୍ଚଳ ରହିଛି, ଯେଉଁଠି ଲୋକଙ୍କ ପାଖରେ ରୋଜଗାର ନାହିଁ, ଯେଉଁଠି ଭେନେଜୁଏଲା ସରକାର କୌଣସି ପ୍ରକାର ବିକାଶମୂଳକ କାର୍ଯ୍ୟ କରୁନାହାନ୍ତି, ଯେଉଁଥିପାଇଁ ସେଠିକାର ଲୋକ ବିଭିନ୍ନ ଡ୍ରଗ୍ସ ଉତ୍ପାଦନ କରୁଛନ୍ତି। ଆଉ ଅନେକ ଅପରାଧିକ ଶ୍ରେଣୀର ବ୍ୟକ୍ତି ମଧ୍ୟ ଭେନେଜୁଏଲାରେ ଅଛନ୍ତି, ଯେଉଁମାନେ ଏହି ଡ୍ରଗ୍ସ କାରବାରକୁ ପ୍ରୋତ୍ସାହିତ କରୁଛନ୍ତି। ଆଉ ଗୋଟିଏ ଦିଗ ହେଉଛି ଏହି ଆକ୍ରମଣ ପଛରେ ଯେ ଭେନେଜୁଏଲାରେ ଯେଉଁ ଡ୍ରଗ୍ସ ଅପରାଧୀ ମାନେ ଥିଲେ, ନିକୋଲସ୍ ମାଦୁରୋସ୍ ସରକାର ସେମାନଙ୍କୁ ଜେଲରୁ ବାହାର କରି ଦେଉଥିବାର ଅଭିଯୋଗ ମଧ୍ୟ ଆମେରିକା କରିଛି ବା ସେମାନଙ୍କୁ ଆଇନଗତ ଫାଶରେ ଜାବୁଡ଼ି ରଖି ନ ପାରି ବାଧ୍ୟବାଧକତାରେ ହେଉ ବା ଜାଣତରେ ହେଉ ନିକୋଲସ୍ ଶାସନ ସେମାନଙ୍କୁ ଜେଲକୁ ମୁକୁଳାଇଥିବା ଅଭିଯୋଗ ମଧ୍ୟ କରିଛି ଆମେରିକା। ଏବଂ ସେହି ଅପରାଧୀ ମାନେ ଭେନେଜୁଏଲାରୁ ଡ୍ରଗ୍ସ ଦେଇ ଆମେରିକାରେ ନିଜର ଅଡ୍ଡା ଜମାଉଥିବା ଅଭିଯୋଗ ଆସୁଛି, ଯାହାକୁ ବରଦାସ୍ତ କରୁନାହାନ୍ତି ଟ୍ରମ୍ପ ପ୍ରଶାସନ। ଏଥିପାଇଁ ଆଜି ଡୋନାଲ୍ଡ ଟ୍ରମ୍ପ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ ଆମେରିକା ଭେନେଜୁଏଲା ଉପରେ ରାତି 2ଟାରେ ପ୍ରଥମ ଆକ୍ରମଣ କରିଥିଲା ଏବଂ ଏହାପରେ ଲଗାତାର 7ଟି ଏୟାର ଷ୍ଟ୍ରାଇକ୍ କରିଛି ଏବଂ ଆମେରିକୀୟ ସେନା ଗୋଟିଏ ପ୍ରକାର ଭେନେଜୁଏଲାର ଡ୍ରଗ୍ସ कंट्रोलिंग अथॉरिटी को वर्तमान बांधिबाकू योजना करूछंती बा जो माने ड्रग्स कारबार रे संपुक्त सेमानकू संपूर्ण भाबरे निपात करिबा पाई मनस्थ करिसंती। एही युद्ध वर्तमान समय रे केवल वेनेजुएला एवं अमेरिका को प्रभावित करूछि, ताहा नुहे एही युद्धर प्रभाव यूरोप एवं अफ्रीका उपरे मध्य पड़िबो, काहेकि ना वेनेजुएला रो आउ गुटे फोकस मार्केट थिला यूरोप ओ अफ्रीका, जेउठी को लगातार भाबरे वेनेजुएला रो ड्रग्स सप्लाई हेउथुला
বেআইন ভাବରେ এবং ସେଠାରେ ମଧ୍ୟ ଭେନେଜୁଏଲା ବେଆଇନ ଡ୍ରଗ୍ସ କାରବାର କରି ମାଲେମାଲ ହେଉଥିଲା। ଏଥିପାଇଁ ନିକୋଲସ ସରକାର ଯେତିକି ସହଯୋଗ କରୁଥିଲେ ଅପରାଧୀ ମାନେ ମଧ୍ୟ ସେତିକି ସକ୍ରିୟ ରହିଥିଲେ। ଏହାକୁ ନେଇ ହିଁ ମୁଖ୍ୟତଃ ଭେନେଜୁଏଲା ଏବଂ ଆମେରିକା ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ଯେଉଁ ପରିମାଣରେ ଭେନେଜୁଏଲାରେ ଡ୍ରଗ୍ସ ଉତ୍ପାଦନ ଗତ ଦଶନ୍ଧି ଭିତରେ ବଢିଛି ତାହା ଆପଣମାନଙ୍କୁ ତାଜ୍ଜୁବ କରିଦେବ। ନିକୋଲସ ମାଦୁରୋଙ୍କ ସରକାର ଆସିବା ପୂର୍ବରୁ ଏଠାରେ ଡ୍ରଗ୍ସ କାରବାର ମଧ୍ୟ ଜାରି ରହିଥିଲା ସତ, କିନ୍ତୁ ନିକୋଲସ ମାଦୁରୋଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଏବଂ ପ୍ରୋତ୍ସାହନର ଅଭିଯୋଗ ଯେତେବେଳେ ଡ୍ରଗ୍ସ ବେପାରୀଙ୍କୁ ଆସିଲା ସେତେବେଳେ ଚିନ୍ତା ବଢିଥିଲା। ଏହାକୁ ନେଇ ଆମେରିକା ଜାତିସଂଘରେ ମଧ୍ୟ ଉଦ୍ବେଗ ପ୍ରକାଶ କରିଥିଲା। ମାଦୁରୋ ସରକାରକୁ ହଟେଇବା ଆମେରିକାର ମୂଳ ଲକ୍ଷ୍ୟ ଥିଲା ଏବଂ ଏଥିପାଇଁ କୂଟନୈତିକ ସ୍ତରରେ ଅନେକ ବୟାନବାଜି ସାମ୍ନାକୁ ଆସୁଥିବା ବେଳେ ବର୍ତ୍ତମାନ ହୋଇଛି ସବୁଠାରୁ ବଡ଼ ଆକ୍ରମଣ। ଏହାର ଭିତରେ ପୁରା ବିଶ୍ୱ ଦେଖୁଛି ଏକାଧିକ ଦେଶ ଭିତରେ ଆକ୍ରମଣର ଚିତ୍ର। କେମିତି ଥାଇଲାଣ୍ଡରେ ଗୋଟିଏ ଯୁଦ୍ଧ ପରିସ୍ଥିତି ଲାଗି ରହିଛି, କେମିତି ୟୁକ୍ରେନ ଏବଂ ରୁଷିଆ ଭିତରେ ଯୁଦ୍ଧ ହେଉଛି, ବର୍ତ୍ତମାନ ଆମେରିକା ଏବଂ ଭେନେଜୁଏଲା ଭିତରେ ଗୋଟିଏ ପ୍ରକାର ଆକ୍ରମଣର ସ୍ଥିତି। ଏଠି ଅବଶ୍ୟ ପ୍ରତି ଆକ୍ରମଣର ସୁଯୋଗ ଏପର୍ଯ୍ୟନ୍ତ ତିଆରି ହୋଇନାହିଁ, କାହିଁକି ନା ଭେନେଜୁଏଲା ରାଷ୍ଟ୍ରପତି ଓ ତାଙ୍କ ପରିବାରକୁ ଆମେରିକୀୟ ସେନା ବନ୍ଦୀ କରି ସାରିଛନ୍ତି, କିନ୍ତୁ ତଥାପି ଏକ ଯୁଦ୍ଧ ପରିସ୍ଥିତି ଭଳି ଚାପା ଉତ୍ତେଜନା ବର୍ତ୍ତମାନ ବିଶ୍ୱ ମାନଚିତ୍ର ଦେଖୁଛି। ଏହାର ଭବିଷ୍ୟତ କଣ ହେବ ନିକୋଲସ ମାଦୁରୋଙ୍କ ଭବିଷ୍ୟତ ତାହା ତ ସମୟ କହିବ, କିନ୍ତୁ ଡ୍ରଗ୍ସ ଟେରୋରିଜିମକୁ ନେଇ ଯେଉଁ ଯୁଦ୍ଧ ଆରମ୍ଭ ହୋଇଛି ତାହା ନିଶ୍ଚିତ ଭାବରେ ଏକ ଚିନ୍ତାଜନକ ପ୍ରସଙ୍ଗ ଏବଂ ଡ୍ରଗ୍ସ ଟେରୋରିଜିମ ଉପରେ କେମିତି ଅଙ୍କୁଶ ଲାଗିବ, ଏହାକୁ ଶାନ୍ତିପୂର୍ଣ୍ଣ ଭାବରେ କେମିତି ସମାଧାନ କରାଯିବ ସେ ନେଇ ମଧ୍ୟ ବର୍ତ୍ତମାନ ବିଶ୍ୱ ସମୁଦାୟ ଚିନ୍ତା କରିବାର ଆବଶ୍ୟକତା ରହିଛି। ତେବେ ନ୍ୟୁଜ ରୁମ ର ଏହି ଏପିସୋଡକୁ ଏଠି ରଖୁଛୁ। ଏପରି ଅଧିକ ଖବର ପାଇଁ ନ୍ୟୁଜ ରୁମ କୁ ଫେସବୁକ ଓ ୟୁଟ୍ୟୁବ ରେ ଲାଇକ୍ କରନ୍ତୁ, ସବସ୍କ୍ରାଇବ କରନ୍ତୁ ଏବଂ ଆମର ଏହି ଭିଡିଓ ଗୁଡିକୁ ସେୟାର କରନ୍ତୁ। ଆଉ ଦର୍ଶକ ବନ୍ଧୁ, ସବୁଠାରୁ ବଡ଼ କଥା ହେଲା ଆମର ଏହି ରିପୋର୍ଟ ଉପରେ ଆପଣଙ୍କର କମେଣ୍ଟ ମତାମତ ବକ୍ସରେ ଲେଖିବାକୁ ଆଦୌ ଭୁଲନ୍ତୁ ନାହିଁ। ରହୁଛି, ନମସ୍କାର।